অভিনন্দন। প্রিয় সোনামুড়াবাসী এবং সত্যিমুড়াবাসী, এই বড়দিন উপলক্ষে আপনাମାନଙ୍କୁ ୟୁନାଇଟେଡ୍ ପାଷ୍ଟର ଫେଲୋସିପ୍ ତରଫରୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟରେ ଆପଣମାନଙ୍କୁ ଶୁଭେଚ୍ଛା ଦେବା ପାଇଁ ଚାହେଁ। ଶାସ୍ତ୍ରରେ ବାଇବଲରେ ଏପରି ଲେଖା ଅଛି, ଜହନ୍ନାଥ 3:16 ଈଶ୍ୱର ଜଗତକୁ ଏ ପ୍ରେମ କଲେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନାଶ ନେଇ ଅନନ୍ତ ଜୀବନ ପାଇବ। ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପ୍ରତ୍ୟେକଙ୍କ ନିମନ୍ତେ এই যে খ্রিসমাস, এই যে বড়দিন কୌଣସି particularly ଧର୍ମ particularly ମଣିଷ ନିମନ୍ତେ ନୁହେଁ, ସାରା ମାନବ ଜଗତ ପାଇଁ, ଧନୀ ଗରିବ ଅଶିକ୍ଷିତ ଶିକ୍ଷିତ ଦୁର୍ବଳ ବଳବାନ ପ୍ରତ୍ୟେକ ମାନବ ସମାଜ ପାଇଁ ଈଶ୍ୱର ମନୁଷ୍ୟ ରୂପ ଧାରଣ କରି এই ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। ଶାସ୍ତ୍ରରେ ଲେଖା ହେଇଛି, ଯେପରି ଯେ କେହି, ଅର୍ଥାତ୍ ଯେ କେହି ମଧ୍ୟ ବିଶ୍ୱାସ କରିପାରିବ, ଆଉ ଯେ କେହି ବି ବିଶ୍ୱାସ କରିବ ସେ ବିନଷ୍ଟ ହେବ ନାହିଁ, ଅର୍ଥାତ୍ ଅନନ୍ତ ନର୍କ ଅନନ୍ତ ଦଣ୍ଡରୁ ସେ ରକ୍ଷା ପାଇବ। ଆଉ ସବୁଠାରୁ ବଡ଼ କଥା, এই ଜଗତରେ 60 ବର୍ଷ 70 ବର୍ଷ ପରେ ମନୁଷ୍ୟର ଜୀବନ ନଷ୍ଟ ହେଇଯାଏ। ମନୁଷ୍ୟକୁ ଯିବାକୁ ପଡ଼େ, ଯେତେ ଧନୀ ହେଇଥିଲେ ଯେତେ ବଡ଼ ଲୋକ ହେଇଥିଲେ ବି, କିନ୍ତୁ ଆଉ ଗୋଟେ ଜାଗା ଅଛି ଯୋଉଟା ସ୍ୱର୍ଗ, ଯୋଉଠି ମନୁଷ୍ୟ ଅନନ୍ତ ଜୀବନ ପାଇବ। ଆଉ ସେଇ ଅନନ୍ତ ଜୀବନ ଦେବା ପାଇଁ ଈଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମନୁଷ୍ୟ ପାଇଁ ଧରାପୃଷ୍ଠରେ ଆସିଲେ। ଆଜିର ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱର କଥା, ମିଥ୍ୟା କଥା ଅନେକ ସମୟ କହନ୍ତି, କିନ୍ତୁ ଆମର ଭାରତ ମୁଦ୍ରାରେ ମଧ୍ୟ ଲେଖା ଅଛି, ସତ୍ୟମେ ଜୟତେ, ସତ୍ୟ ସବୁବେଳେ ଜୟ ହେଉଥାଏ। ଆଉ ସତ୍ୟ କଣ? ଯେ ଈଶ୍ୱର ପ୍ରତ୍ୟେକଙ୍କ ଈଶ୍ୱର, ଈଶ୍ୱର ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି, ଈଶ୍ୱରଙ୍କ ପାଖରେ ଭେଦଭାବ ନାହିଁ, ଆଉ ସେ ମନୁଷ୍ୟକୁ ବଦଳାନ୍ତି, ନାମ ବଦଳାନ୍ତି ନାହିଁ। ଯେ କି ତାଙ୍କଠାରେ ବିଶ୍ୱାସ କରିବ ରୋଗରୁ ରକ୍ଷା ପାଇବ, ଅଶାନ୍ତିରୁ ରକ୍ଷା ପାଇବ, ଭାଙ୍ଗିଥିବା ପରିବାର ଯୋଡ଼ି ହେଇଯିବ। କେବଳ ତାହା ନୁହେଁ, ଅନନ୍ତ ଜୀବନ ମଧ୍ୟ ପାଇବ। ତ ୟୁନାଇଟେଡ୍ ପାଷ୍ଟର ଫେଲୋସିପ୍ ତରଫରୁ ସୁନାମୁଡ଼ା ସେମିଗୁଡ଼ା ନିବାସର ପ୍ରତ୍ୟେକଙ୍କୁ ମୁଁ ଶୁଭେଚ୍ଛା ଦେବା ସଙ୍ଗେ ସଙ୍ଗେ କହିବା ପାଇଁ ଚାହେଁ, ଆପଣ ମଧ୍ୟ ଏ ବଡ଼ ଦିନରେ ଆପଣଙ୍କ ପାଇଁ ବି ବଡ଼ ଦିନ ହେବ ଯଦି ଈଶ୍ୱରଙ୍କର ପୁତ୍ର ଯୀଶୁଙ୍କୁ ନିଜ ସ୍ଥାନ ହୃଦୟରେ ଆପଣ ଜାଗା ଦେବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମେରି ଖ୍ରୀଷ୍ଟମାସ, ଗଡ୍ ବ୍ଲେସ୍ ୟୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Merry Merry Christmas! Happy Happy Christmas! Happy Happy Christmas! Merry Merry Christmas!